ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେଇ ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ଆଜିର ଟପିକଟି ହେଉଛି କାହିଁକି ଓଡ଼ିଶା ବଙ୍ଗ ପ୍ରେସିଡେନ୍ସି ଅଧୀନରେ ଥିଲା। 1803 ମସିହାରେ ଓଡ଼ିଶା ବ୍ରିଟିଶ ନିୟନ୍ତ୍ରଣରେ ଆସିଥିଲା ଏବଂ ପ୍ରଶାସନିକ ସୁବିଧା ପାଇଁ ଏହାକୁ ବଙ୍ଗଳା ପ୍ରେସିଡେନ୍ସି ଅଧୀନରେ ରଖାଯାଇଥିଲା। ବଙ୍ଗଳା ପ୍ରେସିଡେନ୍ସି ସବୁଠାରୁ ନିକଟତମ ଏବଂ ସବୁଠାରୁ ବିକଶିତ ବ୍ରିଟିଶ ପ୍ରଶାସନିକ କେନ୍ଦ୍ର ଥିଲା। ପ୍ରଦେଶ ଗଠନ କରିବା ସମୟରେ ବ୍ରିଟିଶ ମାନେ ଭାଷାଗତ ଏବଂ ସାଂସ୍କୃତିକ ପାର୍ଥକ୍ୟକୁ ଅଣଦେଖା କରିଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ବଙ୍ଗ, ବିହାର ଏବଂ କେନ୍ଦ୍ରୀୟ ପ୍ରଦେଶରେ ବିସ୍ତାରିତ ହୋଇଥିଲା। 1 ଏପ୍ରିଲ 1936ରେ ଓଡ଼ିଶା ନିଜର ଏକ ପୃଥକ ପ୍ରଦେଶ ତିଆରି କରିପାରିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି ବା ଅଧିକା ଜାଣିବାର ଅଛି କମେଣ୍ଟରେ ଲେଖିକି ଦବ। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।